ବରଣ ଧର୍ମଯଜମଣ୍ଡଳୀ ତଥା ଉପସ୍ଥିତ ସମସ୍ତ ଗୁରୁଜନ ତଥା ଆମର ଛୋଟ ବଡ଼ ଭାଇ ଭଉଣୀ ସମସ୍ତଙ୍କ ଉଦ୍ଦେଶ୍ୟରେ ପୃଥିବୀର ରାଜଦର୍ଶିତ ମୋର ପ୍ରଣାମ। ଭାବରେ ପ୍ରଧାନ ସରିଛି ତତ୍ସହିତ ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଉଦ୍ଦେଶ୍ୟ କହିଲେ ପ୍ରତ୍ୟେକ ମାସ ତାଙ୍କର ଏହି ଦୀକ୍ଷା ଦିବସରେ ସେ ପ୍ରଭୁଙ୍କ ପାଖରେ ଭୋଗ ନିବେଦନ ରଖିଥାନ୍ତି। ତେଣୁ ବହୁତ ଖୁସି ଲାଗେ ଯାହା ଗୋଟେ ମେଣ୍ଟେନ୍ କରି ରଖିଛନ୍ତି। ନବୀନ ଭାଇ ଖୁବ୍ ସୁନ୍ଦର ଭାବରେ ଆଲୋଚନା କରୁଥିଲେ ସେ ଭଲ ପାଇବାର କଥା। ସେ ଛୋଟିଆ କଥାଟେ କହି ମୁଁ ପ୍ରଶଂସା କରିବି। ଯେଉଁ ଗତ ସଣ୍ଡେ ଯେଉଁ ଆଚାର୍ଯ୍ୟଦେବ ଆସିଥିଲେ ଯଶୀପୁର ଶ୍ରୀମନ୍ଦିରକୁ, ତାଙ୍କର ଆଗମନ ଏକ ସ୍ମୃତି ଦିନ ଥିଲା, ଯେଉଁଟାକି କେହି ବି ଆମେମାନେ ଭାବିନଥିଲୁ ତାଙ୍କର ଆଗମନ ଯଶୀପୁରକୁ ହେବ ବୋଲି। ସେଇ ତାଙ୍କର ଦର୍ଶନ ଯେଉଁମାନେ କରିଥିବେ ନିଶ୍ଚୟ ଜାଣିଥିବେ। ବହୁତ ଚୁମ୍ବକ ଭାବରେ ଗୋଟେ ଛୋଟ କଥା କହୁଛି। ଆଚାର୍ଯ୍ୟ କହୁଥାନ୍ତି, ଆମେ ସମାଜରେ କିମ୍ବା ଆମ ପରିବାର ଭିତରେ ରହିବା ପାଇଁ ହେଲେ ଗୋଟେ ସ୍ୱତନ୍ତ୍ର ନିୟମରେ ରହିବା ପାଇଁ ହେଇଥାଏ, ନହେଲେ ଜଣେ ଆଉ ଜଣ ସହିତ ମିଶିବାଟା ସମ୍ଭବପର ହୋଇନଥାଏ। ତାଙ୍କର କହିବାର ଉଦ୍ଦେଶ୍ୟ ହେଲା, ଯେମିତି ସ୍ୱାମୀ ସ୍ତ୍ରୀ ଭିତରେ ଯେଉଁ ସମ୍ପର୍କ, ପିତା ପୁତ୍ର ସହିତ ଯେଉଁ ସମ୍ପର୍କ, ବାପା ମା ସହିତ ଯେଉଁ ସମ୍ପର୍କ, ଯେମିତି ଯେମିତି ସମ୍ପର୍କ ରଖିବା ପାଇଁ ହୁଏ, ଯେଉଁ ନୀତି ନିୟମରେ ସମ୍ପର୍କ ରଖିବା ପାଇଁ ହୁଏ, ସେଇଭଳିଆ ସମାଜରେ ଚଳିବା ପାଇଁ ହେଲେ ସେଇଭଳିଆ କିଛି ନୀତି ନିୟମରେ ରହିବା ପାଇଁ ହେବ। କହୁଥାନ୍ତି, ଯେମିତି ସେମିତି ଚଳିଲେ, ଯେମିତି ସେମିତି ନିୟମ ମାନି ଚଳିଲେ ସମାଜରେ ଚଳିବାଟା କଷ୍ଟକର ହୋଇଯାଏ। ଆପଣମାନେ ନିଜେ ଅଙ୍ଗ ଲିଭାଉଥିବେ। ଏବଂ এই ଯେଉଁ ସମାଜ ଭିତରେ ରହିବା ପାଇଁ ହେଲେ ଆମେ କିଛି ଆର୍ନିଂ ଦରକାର। ଆମର କିଛି, ଯେମିତି ଗରିବ ଲୋକଟି ତାର ଇନକମ୍ ମଧ୍ୟରେ ସେ ଗୋଟେ ମାସ ଖାଉଛି ଭଲ ଭାବରେ, ତ ଆଉ ଗୋଟେ ମାସ ସେ ଭଲ ଭାବରେ ଖାଇବା ପାଇଁ ପାଉନି। এই ଯେଉଁ କିଛି ପ୍ରତିପୋଷଣ କରିବା ପାଇଁ ହେଲେ ଆମକୁ କିଛି ଆର୍ନିଂ ଦରକାର। ଯେମିତି କହୁଥାନ୍ତି, ଆମେ ଚାକିରିଟେ କରୁ କିମ୍ବା ବିଜନେସ୍ କରୁ, ଯାହା ବି କରୁ କିଛି କରିବା ପାଇଁ ହେବ। ଏବଂ କହୁଥାନ୍ତି, ଯେମିତି ଆଜିର ଜିନିଷ ଆମେ ଆଜି ଜାଣିବା ପାଇଁ ପାଇଥାଉ, ଜାଣିଥାଉ, ଗତକାଲି ଜିନିଷର ଜାଣିଥାଉ, କିନ୍ତୁ ଆସନ୍ତାକାଲି କ'ଣ ହେବ ଆମେ ଜାଣୁନୁ। ଯେମିତି ଅନ୍ଧ ତା ବାଡ଼ିଟି ଧରି ଠକ୍ ଠକ୍ କରି ସେ ତାର ବାଟକୁ ଚାଲିଥାଏ ଏବଂ ସେ ଜାଣିପାରିଥାଏ ତାର ବାଟର ରାସ୍ତା। କିନ୍ତୁ ଯେଉଁମାନଙ୍କର ଆଖି ଅଛି, ଯେଉଁମାନଙ୍କର ଚକ୍ଷୁ ଅଛି, ସେ ମଧ୍ୟ ବାଟ ଚାଲିବା ପାଇଁ ହେଲେ କିଛି ଜଣା ଲୋକକୁ ବା ଯେଉଁମାନେ ଜାଣିଥିବେ ସେଇଭଳିଆ ଲୋକର ଅନୁସରଣ କରିଥାଏ ସେ। ଆଚାର୍ଯ୍ୟଙ୍କ କହିବାର ଉଦ୍ଦେଶ୍ୟ ହେଲା, ଏଇ ଯେଉଁ ଜାଣିବା ଲୋକ ସେ କିଏ, ତାଙ୍କୁ ଗୁରୁ ବୋଲି ସେ ମନେ କରିଥାଏ। ଏବଂ ଆମେ ଯେମିତି କହୁଛେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁରେବ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଆମେ ଠାକୁରଙ୍କୁ ଇଷ୍ଟ କେନ୍ଦ୍ରିକ ବା ଇଷ୍ଟ ଆଗ କରି ଆମେ ଚାଲିଥାଉ। ଇଷ୍ଟ ମାନେ କ'ଣ? ମଙ୍ଗଳ। ମଙ୍ଗଳ କାହାକୁ କହିବା? ଆମେ ମଣିଷ ନିଜର ଅହଂକୁ ବ୍ୟକ୍ତ କରି, ନିଜର ଅହଂ ଦ୍ୱାରା ଆମ ନିଜର ପାରିପାର୍ଶ୍ୱିକ ନିଜର ସାଧନା ପାଇଁ ଆମ କର୍ମ କରିଥାଉ। କିନ୍ତୁ ଇଷ୍ଟ ଯେ ଭଗବାନ, ଯେ ପୁରୁଷୋତ୍ତମ, ସେ ସମସ୍ତଙ୍କର ମଙ୍ଗଳ ବିଧାନ କରିଥାନ୍ତି। ଏଇଟା ହିଁ ଫରକ। ଏବଂ କହୁଥାନ୍ତି, ଯେମିତି ଆମେ ଚିନି ଖାଇବା ପାଇଁ ଆମେ ଯେମିତି ଗୋଟେ ଦୋକାନରୁ ଓଜନ କରି ଆଣିଥାଉ, କିଛି ଓଜନ କରି ମାନେ ଚିନିକୁ ଯେମିତି ମାପିଥାଉ, ମାନେ ଲିଖିତରେ ମାପିଥାଉ, ସେଇଭଳିଆ ଆମେ ନିଜର ସାଧନା ତାକୁ ଆମେ କେମିତି ତୁଳନା କରିବା? ଆମେ ଗୁରୁକୁ ଧରିଛୁ, ଆମେ ଠାକୁରଙ୍କ ଲାଇନରେ, ଠାକୁରଙ୍କ ଇଷ୍ଟ କାମରେ କେତେ ଦୂର ଆମେ ପାରଙ୍ଗମ ହୋଇଛେ, କେତେ ପାରଙ୍ଗମ ହୋଇଛି ନିଜ ଭିତରେ, କାହାକୁ କହିବା ଦରକାର ନାହିଁ। ନିଜ ଭିତରେ ନିଜେ ହିଁ ତୁଳନା କରିବା। ସେଦିନ ଆଚାର୍ଯ୍ୟ କହୁଛନ୍ତି, ନିଜକୁ ନିଜେ ହିଁ ତୁଳନା। ଯେମିତି ଚିନିକୁ ଆମେ ଓଜନ କରୁଛେ ଲିଖିତରେ, ସେଭଳିଆ ନିଜର ସାଧନା, ନିଜର ଟାଣ ଆପଣ ନିଜେ ନିଜକୁ ହିଁ ଆପଣ ଓଜନ କରି ଜାଣିପାରିବେ ଯେ ଆମେ କେତେ ଓଜନଦାର, ଆମେ କେତେ ଇଷ୍ଟମୁଖୀ ଏବଂ ଆମ ମଧ୍ୟରେ ସେଇ ଗୁରୁଙ୍କର ଭାବ କେତେ ଫୁଟି ଉଠେଇଛି।
সেটা ଆପଣମାନେ ନିଜକୁ ନିଜ ହିଁ ତର୍ଜମା କରିପାରିବେ। ଏମିତି ବିଭିନ୍ନ କଥା କହିଛନ୍ତି, ଯେମିତି ଇଷ୍ଟବୃତ୍ତିର କଥା କହୁଥାନ୍ତି। ଇଷ୍ଟବୃତ୍ତିଟା ଆମେ ନିଜ ପାଇଁ କରୁଛେ, ଠାକୁରଙ୍କ ପାଇଁ ନୁହେଁ, ଆମ ନିଜର ମଙ୍ଗଳ ପାଇଁ। ଯେମିତି କହୁଥାନ୍ତି ପାନପତ୍ରକୁ ଯେମିତି ଗୁଆ କିମ୍ବା ତାକୁ ଢକେଇ ରଖେ, ଯେଉଁ ଅଦା କନା ଦେଇ ଢକେଇ ରଖେଇଥାଏ, ପାନପତ୍ର ଯଦି ଦୀକ୍ଷା ହେଲା, ଅଦା କନାଟା ହେଉଛି ତାର ଇଷ୍ଟବୃତ୍ତି ଯେଉଁ କଥା କହୁଥାନ୍ତି। ସେଇଭଳିଆ ଆମର ହେଉଛି ଦୀକ୍ଷା, ସେଟା ହେଉଛି ବଞ୍ଚିବା, ଏବଂ ଇଷ୍ଟବୃତ୍ତିଟା ହେଉଛି ତାର ଯେଉଁ ଯୋଉଟା ଅଦା କନା ପରି ଯେଉଁଟାକୁ ବଞ୍ଚିତ କରି ରଖିଥାଏ। ଏମିତି ବିଭିନ୍ନ ଖୁବ୍ ସୁନ୍ଦର ଭାବରେ ସେ ଆଲୋଚନା କରୁଥିଲେ। ଏବଂ ଯେଉଁ ତାଙ୍କର ମିଶିବା ଯେଉଁ ଠାଣି, ମୁଁ ତ କେନ୍ଦୁଝର ବି ଯାଇଥିଲି, କିନ୍ତୁ କେନ୍ଦୁଝର ଆଉ ଯଶୀପୁର ଭିତରେ ଯେଉଁ ମିଶିବାଟା ଆକାଶ ପାତାଳ ତଫାତ ଆଜ୍ଞା। ମୁଁ କେବେ ବି ଏତେ ପାଖରୁ ଏମିତି ମିଶିବା ଏମିତି କେବେ ମୁଁ ଦେଖିନଥିଲି। କେନ୍ଦୁଝରରେ ବି ମିଶିବା ପାଇଁ ଚାହିଁଥିଲି, କିନ୍ତୁ ସେମିତି ଆମେ ମିଶି ନଥିଲୁ, ପାଖରେ ଜଷ୍ଟ ଥିଲୁ। ସମସ୍ତଙ୍କୁ ହାତ ଯୋଡ଼ି ସେ ପ୍ରଣାମ କରି ଉଠି ଯାଉଥାନ୍ତି। ଏବେ ବର୍ତ୍ତମାନ ମୁଁ ଯାଉଛି ଏବଂ କହୁଥିଲେ ଗୋଟେ କଥା ଖୁବ୍ ସୁନ୍ଦର ସେଇଟା ଲାଗିଲା, ଯଦି ଛୋଟରୁ ଯଦି ଆକାଶ ପର୍ଯ୍ୟନ୍ତ ବି ଯଦି କିଛି ଜିନିଷ ଆଣିଛନ୍ତି, ତାହେଲେ ସେଇଟା ମୋ ପାଇଁ ବହୁତ ଖୁସିର ବିଷୟ। ସେଟା ଆପଣମାନଙ୍କ ଭିତରେ ସବୁ ବାଣ୍ଟି କୁଟି ନେଇଯିବେ, ନିଜ ଭିତରେ ସେୟାର କରିବେ। ଏଇସବୁ କଥା କହି ସେ ବକ୍ତବ୍ୟ ସାଙ୍ଗ କରୁଥିଲେ। ଆସନ୍ତୁ, ଠାକୁରଙ୍କ ତ ବହୁତ କଥା ଅଛି, ଦାଦାମାନେ କହିବେ। ମୁଁ ଏତିକିରୁ ବକ୍ତବ୍ୟ ସାଙ୍ଗ କରୁଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ।